ହରି ଦିନେ ତାଙ୍କ ଛାତରେ ବୁଲୁଥିବା ସମୟରେ ସେବମା ବାଡ଼ିରେ ଥିବା ପିଜୁଳି ଗଛ ଉପରେ ତାର ନଜର ପଡ଼ିଲା। ତାର ପିଜୁଳି ଖାଇବାକୁ ବହୁତ ଇଚ୍ଛା ହେଲା। ହରି ସେବମା ବାଡ଼ିକୁ ଯିବା ପାଇଁ ହରି ତାର ସାଙ୍ଗମାନଙ୍କୁ ଡାକି ଆଣିଲା। ରଘୁ, ମାଧବ, ଶୁକୁଟା, ଚାଲ ଆମେ ସେବମା ବାଡ଼ିକୁ ଯାଇ ପିଜୁଳି ଖାଇବା। ହଇରେ ହରି, ସେବମା ତ ସବୁବେଳେ ତା ବାଡ଼ିରେ ଡେରା ଦେଇ ଚାହିଁ ବସିଛି, ଆଉ ଆମେ ସେଠାକୁ କିପରି ଯାଇ ପିଜୁଳି ଖାଇବା କିରେ? ହଇରେ ରଘୁ, ସେବମା ଖରାବେଳେ ଶୋଇବାକୁ ଯେତେବେଳେ ତା ଘରକୁ ଯିବ, ସେହି ସମୟରେ ଆମେ ତା ବାଡ଼ିକୁ ଯାଇ ପିଜୁଳି ଖାଇବା। ହଉ ହଉ, ଚାଲ ଯିବା, ଦେଖିବା ସେବମା ତା ବାଡ଼ିରେ ଅଛି କି ନାହିଁ। ଆରେ ଦିନ ଦ୍ୱିପହର ହେଲାଣି, ବାଡ଼ିରୁ ଯାଇକି ଗାଧେଇବି, ଆଉ କ'ଣ ଦିଟା ଖାଇକି ଟିକେ ଶୋଇବି, ତାପରେ ବାଡ଼ିକି ଆସିବି। ଯାଇଲୋ ମା, ଏତେ ବେଳ ହେଲାଣି। ରଘୁ, ସେବମା ପଳେଇଲା, ଚାଲ ଯିବା ତା ପିଜୁଳି ଗଛ ପାଖକୁ। ହଇରେ ହରି, ତୁ ଗଛ ଚଢ଼, ଆମେ ତଳେ ଅଛୁ। ବାଡ଼ିରେ ଏମିତି କ'ଣ ଶୁଭା ଯାଉଛି? କିଏ ସେ ବାଡ଼ିରେ ପଶିଛି ନା କ'ଣ? ଗାଈ କି ଛେଳି କି ମାଙ୍କଡ଼ ସବୁ ଖାଇଦେବେ। ମୁଁ ଯାଏ। କିଏ ରେ ସେଠି? ଆରେ ଏ ରଇଜଳା ବାଡ଼ି ପଶାଗୁଡ଼ା ମୋ ବାଡ଼ିରେ ପଶି ସବୁ ଯାକ ପିଜୁଳି ଖାଇଗଲେ। ହଇରେ, ତମକୁ ଆଉ କାହାର ପିଜୁଳି ଗଛ ଦେଖାଗଲାନି? ମୋରି ବାଡ଼ିକି ଆସିଛ ପିଜୁଳି ଖାଇବାକୁ? ହେ ସେବମା ଆଇଲାରେ ହରି, ଓହ୍ଲେଇ ପଡ଼, ଦୌଡ଼ ଦୌଡ଼। ଧୁଲକି ତଳକୁ ଡେଇଁ ପଡ଼ିକି ଦୌଡ଼ିକି ପଳାଇଲା। ହରିର ପିଜୁଳି ଖାଇବା ଛାଡ଼ିଗଲା।